प्रपद्यन्ते नरोधमानुराधमाः मायया प्रभुता ज्ञानासुरं भावमासीता चित्तुर्विधं भजन्ते मङ्गना सुकृतिनोर्जनार्जुनिजां सुखभातिज्ञां सुकृतैको भक्तिविशेषते प्रियो हि ज्ञानी नोत्यर्थमहं स च मम प्रिय उदारास्मि वै विद्यज्ञानी त्वात्मैव मे मतम् आस्थितसंयुक्तात्मं केशमहात्मा सुदुर्लभः कामेस्तैस्तैहृतज्ञाना प्रपद्यन्ते अन्यदेवतातं दण्ड्यम् अन्तवत्तु फलं देशं ततः पत्यळपमेधसाम् दिवान् त्रिपदयोदान्ति मदभक्तादान्ति मामद्यव्यभिपदं मां जनानां पुण्यकर्मणां ते बुन्दमोहो निर्बुन्द भजन्ति मां गुणवृताः गुणामरणमुत्साय ममाश्रित्यकर्मजाघृणं साधिभूतादिदैवं मां साधियज्ञं च दधि विदुः प्रयाणकालपि च ସ୍ମୃତିଚାରଣ ସଦୃଶ ସମସ୍ତଙ୍କୁ ସମର୍ଥନ କରୁଛି। କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ମୁଁ ମନ୍ଦିର ସାର୍ଙ୍କୁ ଅନୁରୋଧ କରୁଛି। ଆଜି ସ୍ୱର୍ଗତ ନକୁଳ ଓଝାଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସମୟରେ ଯୋଗ ଦେଇଥିବା ମନ୍ତ୍ରାସୀନ ଗଙ୍ଗାଧର ବାବୁ, ଆଶିଷ, ମିଟୁ ବାବୁ, ଆପଣ କାଳନ୍ଦୀଚରଣ ବାବୁ, ପ୍ରଭାକର ବାବୁ, ଆମର ପ୍ରିୟ ସରପଞ୍ଚ ସ୍ଥାନୀୟ ସରପଞ୍ଚ ମହେଶ୍ୱର ବାବୁ, ଦିଲ୍ଲୀପ ବାବୁ ଆଉ ଆମର କୁମାର ସାହେବ, ସମୁଖସ୍ଥ ମୋର ବନ୍ଧୁ ପରିବାର ବର୍ଗ ଏବଂ ଗୁରୁଜନମାନଙ୍କୁ ମୁଁ ଅନୁରୋଧ କରୁଛି 2 ମିନିଟ୍ ସ୍ୱର୍ଗତ ନକୁଳ ଓଝାଙ୍କ ପାଇଁ 2 ମିନିଟ୍ ନୀରବ ପ୍ରାର୍ଥନା କରିବା। ଆମେ ନୀରବ ପ୍ରାର୍ଥନା ଈଶ୍ୱରଙ୍କୁ କରିବା ଯେ ନକୁଳ ଓଝାଙ୍କର ଆତ୍ମାର ସଦ୍ଗତି ହେଉ। ସେଥିପାଇଁ ପ୍ରଥମେ ନିଜ ମୋବାଇଲ ଟିକେ ସାଇଲେଣ୍ଟ କରିବା, ଚପଲ କାଢ଼ିବା ଏବଂ ସମସ୍ତେ ଠିଆ ହେବା। ଆମର ଲୟ ଯେମିତି ତାଙ୍କରି ଫଟୋ ଉପରେ ବା ତାଙ୍କରି ରୂପ ଉପରେ ରହିବ। କାହାର ସେ ସାଙ୍ଗ ହେଇପାରନ୍ତି, କାହାର ବାପା ଭାଇ ଦାଦା ହେଇପାରନ୍ତି। ତେଣୁ ଆମେ ସେଇଆ ଢଙ୍ଗରେ ଠାକୁରଙ୍କୁ ଡାକିବା କେମିତି ନକୁଳ ବାବୁଙ୍କର ଆତ୍ମାର ସଦ୍ଗତି ହେଉ। ଏବେ ଆରମ୍ଭ କରିବା। ଓಂ ଗଙ୍ଗା।
ଶାନ୍ତି। ଆମେ ଏବେ ମୋବାଇଲ ଖୋଲିବା, ଚପଲ ପିନ୍ଧି ବସିପାରିବା, ସମସ୍ତେ କିଛି କିଛି ସ୍ମୃତିଚାରଣ କରିବେ। ସ୍ୱର୍ଗତ ସମ୍ମାନୀୟ ସଭାପତି ଏବଂ ଉପସ୍ଥିତ ସଜ୍ଜନ ମଣ୍ଡଳୀ, ମୋତେ ସୁଯୋଗ ମିଳିଛି ଆଜି ସ୍ୱର୍ଗତ ଆତ୍ମାଙ୍କୁ ତାଙ୍କ ବିଷୟରେ କିଛି ମନ୍ତବ୍ୟ ପ୍ରାର୍ଥନା କରିବା ପାଇଁ ଠାକୁରଙ୍କୁ। ମୁଁ ଆସିଛି ନିମାପଡ଼ାରୁ, ଗୋଟିଏ ଏନ୍ଜିଓ, ମୋର ପ୍ରଫେସନ ସ୍ୱେଚ୍ଛାସେବୀ ଅନୁଷ୍ଠାନ RWI। 1995 ମସିହାରେ ଆମେ ଏଇ ଗାଁରେ, ସେତେବେଳେ ମାଟି ରାସ୍ତା ଥାଏ, ସୋଲାର ସଂସ୍ଥା ଏବଂ ନିର୍ମଳ ଭାବେ ଏ ଗାଁର ପିଲାସି ସବୁ ଆମେ ଏଇଠି ଗାର କାଟିକି ପିଆରେ ସର୍ଭେ କରୁଥିଲୁ, କେମିତି ବନ୍ୟା, ଧନୁଆର ଯେଉଁ ବନ୍ୟା ଆସେ ସେଥିରେ କେମିତି ରକ୍ଷା ପାଇବା ପାଇଁ। ଆଜି ଆଉ ଥରେ ଆସିଛି, ତେଣୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ତେବେ ଏଇ ସଭାକୁ ଆହୁରି ଟିକେ ଭାବମୟ, ଆବେଗମୟ କରିବା ପାଇଁ ପଦେ ଦିପଦ ଭାବ ସଙ୍ଗୀତ ଗାଇକରି ମୁଁ ମୋର ବକ୍ତବ୍ୟ ଶେଷ କରିବି। ଜୀବନ ଏକ ନାଟକ, ଆମେ ତାର କଳାକାର, ଆସିଛୁ ଏକା, ଫେରିବୁ ଏକା, ପୁରିଲେ କାଳ, ସରିବ ଖେଳ, ସାଥିରେ ଯିବୁନି କେହି, ଜୀବନ ଏକ ନାଟକ, ଆମେ ତାର କଳାକାର। ଜୀବନର ରଙ୍ଗମଞ୍ଚରେ ସମସ୍ତେ ଆମେ ଜଣେ ଅଭିନେତା, କେତେବେଳେ କିଏ ଚାଲିଯିବ ଜଣା ନାହିଁ। ଯେମିତି ଗୋକୁଳବାବୁ ଯାଇଛନ୍ତି, ପିଲାଟି ଜନ୍ମ ହେଲେ କେତେ ଆଗରୁ କେତେ ବ୍ୟବସ୍ଥା କରାଯାଉଛି, ସମସ୍ତେ ଜାଣୁଛନ୍ତି, ଖୁସିରେ ମିଠା ବାଣ୍ଟୁଛନ୍ତି, କିନ୍ତୁ ଜୀବନର ଶେଷ କାଳରେ ହଠାତ୍ ଜଣାପଡ଼ୁନି କିଏ କୋଉ ଭଳି ଅବସ୍ଥାରେ ରହିଛି, ଚାଲି ଯାଉଛି। ଏଇ ଦୁଃଖଦ ସମୟରେ ସମୟର ନୌକୁ ସେ ପାର ହୋଇଛନ୍ତି, ନିଜର ସଂସାର ରୂପକ ନୌକାକୁ ବହି। ତେଣୁ ଭଗବାନ ତାଙ୍କର ଆତ୍ମାକୁ ସଦ୍ଗତି କରନ୍ତୁ। ଦୁନିଆରେ ସମୟର ନଈ ବହିଯାଏ ରେ, ସମୟର ନଈ ବହିଯାଏ, ଏ କୂଳ ଭାଙ୍ଗି କେବେ ଆରୁ କୂଳ ଗଢ଼ି ଦିଏ, ଦୁଇ କୂଳ କେବେ ଭାସିଯାଏ, ଦୁନିଆରେ ସମୟର ନଈ ବହିଯାଏ ରେ, ସମୟର ନଈ ବହିଯାଏ। ଗୋକୁଳବାବୁ ତାଙ୍କର ସଂସାରର ନୌକାକୁ ଛାଡ଼ି ଦେଇ ନିଜେ ସମୟର ନଈକୁ ପାରି ହୋଇ ଯାଇଛନ୍ତି। କିନ୍ତୁ ସେ ନାହାନ୍ତି ସତ, କିନ୍ତୁ ବଞ୍ଚିବାର ତାଙ୍କର ଆଜି ଯେଉଁ ଆମେ ଏକାଠି ହେଇଛୁ ପ୍ରକାରାନ୍ତରେ ତାଙ୍କରି ସକାଶେ ସେ ହିଁ ଆମମାନଙ୍କୁ ଡକେଇଛନ୍ତି। ଅନ୍ତରେ କାନ୍ଦେ ବାହାରେ ହସେ ମୁଁ, ଏ ମୋର ପରିଚୟ, ମରି ସାରିଛି ଏବେ ବି କରୁଛି ବଞ୍ଚିବା ଅଭିନୟ, ଏ ମୋର ପରିଚୟ। ସେ ମଣିଷ ଯେଉଁଦିନ ଆତ୍ମା ଛାଡ଼ିଲେ ତାପରଠାରୁ ପ୍ରେତରେ ପରିଣତ ହେଲେ। ଆଜି ଏକାଦଶ, କାଲିଠାରୁ ସେ ହେଇଯିବେ ପିତୃଲୋକ। ବର୍ଷକୁ ବର୍ଷ ପିତୃଲୋକଙ୍କର ଯାହା ଦିନଟି ଆମ ମନ ପାଇଁ ଗୋଟିଏ ବର୍ଷ, ଆମେ ପୁଣି କାଲି ପିଣ୍ଡ ଦେଲା ପରେ ଆହୁରି ବର୍ଷ ଅପେକ୍ଷା କରିବା ତାଙ୍କୁ ଆତ୍ମାର, ତାଙ୍କୁ ପିଣ୍ଡ ଦାନ କରିବା ପାଇଁ। ଏହି ହେଉଛି ଆମର ହିନ୍ଦୁ ଧର୍ମର ବିଶ୍ୱାସ ଏବଂ ବୈଦିକ ରୀତି। ଏହି ଜୀବନର ରଙ୍ଗମଞ୍ଚରେ ଆମେ ସମସ୍ତେ ଅଭିନୟ କରି ଚାଲି ଯାଉଛେ, କିଛି ଭଲ ଭଲ କୀର୍ତ୍ତି ଛାଡ଼ି, ଯାହାଫଳରେ ଆମମାନଙ୍କୁ ସବୁଦିନ ମନେ ପଡ଼ିବା ପାଇଁ ବାଧ୍ୟ କରିଛି, ତାଙ୍କୁ ମନେ ରଖିବା ପାଇଁ। ମୁଁ ଏତିକି କହି ମୋର ବକ୍ତବ୍ୟ ରଖୁଛି। ଧନ୍ୟବାଦ। ମୁଁ ନକୁଳକୁ ନକୁ ଡାକେ।
ମୋର ସାଙ୍ଗ ବାଲ୍ୟ ବନ୍ଧୁ। ମୁଁ ପଞ୍ଚମରେ ପଢ଼ୁଥିଲି, ସେ ତାଙ୍କ ଖୁଡ଼ୀଙ୍କ ଘରକୁ ଯାଇଥିଲେ, ସେଇଠି ଆମ ଦୁଇଙ୍କର ଭେଟ ଭାଟ ହେଇଥିଲା। ଦୀର୍ଘ 60 ବର୍ଷ ତଳର କଥା। 60 ବର୍ଷ ତଳେ ମୁଁ ଏ ମାଟିକି ଆସିଥିଲି। ସେତେବେଳେ ଚାଳ ଘର ଥିଲା। ମୁଁ ବି ଅନେକ ଲୋକଙ୍କ ସହିତ ସେତେବେଳେ ଦେଖିଥିଲି, ଏବେ ବି ସେତେ ସମ୍ପର୍କ ମୋର ନାହିଁ, କିନ୍ତୁ ନକୁଳ ସହିତ ମୋର ଭଲ ସମ୍ପର୍କ। ତାପରେ ସେ ପୁରୀ ହେଲା, ପୁରୀରୁ ଆମର ଯେଉଁ ପଦ୍ମଶ୍ରୀ ମହାପାତ୍ର ନା ନା ରଘୁ ମହାପାତ୍ରଙ୍କ ପାଖରେ କ'ଣ ଖଡ଼ି କାମ ଶିଖୁଥିଲେ। ତାପରେ କୋଣାର୍କରେ ରହିଲେ। ବିଗତ 1 ବର୍ଷ ଧରି ତାଙ୍କ ସହିତ ମୋର ଯୋଗାଯୋଗ ହେଲା। ଆମ ଗୋ ବ୍ଲକର ବିଶ୍ୱକର୍ମା ସଂଗଠନ ଗଢ଼ି ତୋଳିବା ପାଇଁ ସୁପ୍ତ ହୋଇଯାଇଥିବା ଅନୁଷ୍ଠାନକୁ ଚଳଚଞ୍ଚଳ କରିବା ପାଇଁ ଆମେ କେତେଜଣ ଏକାଠି ହୋଇଥିଲୁ। ତନ୍ମଧ୍ୟରୁ ନକୁଙ୍କର ଦିଗ୍ଦର୍ଶନ ଏବଂ ତାଙ୍କର ଆମ ଅନୁଷ୍ଠାନ ପ୍ରତି ସାହାଯ୍ୟ ସହାନୁଭୂତି ବହୁତ କିଛି ଥିଲା। ଏବଂ ସେ ମଣିଷ ଭଳି ମଣିଷଟିଏ। ତାଙ୍କୁ ମୋର ଆଜି ମନେ ପଡ଼ୁଛି, ଆମର କେତେ ତାରିଖ? ଶୁକ୍ରବାର। କେତେ ତାରିଖ ଥିଲା? 18 ତାରିଖ ଶୁକ୍ରବାର ଦିନ ଯେଉଁ ଦେହାନ୍ତ ହେଲା, ଆମର ସେଦିନ ଆମ ବ୍ଲକ ସ୍ତରୀୟ ସାଂଗଠନିକ ମଞ୍ଚ ଆମର ସାନ ଭାଇ ସେଦିନ ଦେବ ଭାଇ, ବମ ଦେବ ଭାଇ ଆଉ ଆମ ଟୁଟୁ 2 ଜଣ ପହଞ୍ଚିଥିଲେ। ଦେବ ଭାଇ ଟିକେ ଲେଟ୍ରେ ପହଞ୍ଚିଥିଲେ। ସେ 18 ତାରିଖ ଦିନ ପ୍ରବଳ ବର୍ଷା, 9:10କୁ ବର୍ଷା ହେଇଥାଏ। ମୁଁ ମିଟିଂ ଯେହେତୁ ଡାକିଥାଏ, ମୁଁ ଘରୁ ପଳେଇ ଆସିଥାଏ। ବେଗୁନିଆ ଛକଟି ବର୍ଷା ଯୋଗୁଁ ଅପେକ୍ଷା କରିଥାଏ। ସେଇ ସମୟରେ ସେ ଘରେ ନକୁ କହିଲେ ଯେ ମୋ ଦେହ ଟିକେ ଭଲ ଲାଗୁନି। ସକାଳେ ଟେଲିଫୋନରେ ଆମେ କଥା ହେଇଥିଲୁ, ମୁଁ ଆରେ ଆସିବୁନି, କେତେବେଳକୁ ଆସିବୁ? ନା ମୋ ପେଟଟା କାହିଁ ଭଲ ଲାଗୁନି। ମୁଁ ଗୋଟେ ଏସିଡ୍ ଫେସିଡ୍ ହେଇଯାଇଛି ନା? ହଁ ସେୟା ବୋଧେ। ମୁଁ ଆଜି ମର୍ଣ୍ଣିଂ ୱାକ୍ କରି ଯାଇନଥିଲି କି? ନା ହଁ ଯାଇଥିଲି। ଆସିଲା ପରେ ମୋତେ ଭଲ ଲାଗୁନି, ପେଟଟା କେମିତି ଖରାପ ଲାଗୁଛି। ପୁଅ ମୋତେ ବଟିକା ଦେଇଯାଇଛନ୍ତି। ମୁଁ ସେ ବଟିକା ଖାଇଦେବି ଆଉ, ଘରେ ଅଛି ଆଉ, ମୁଁ ଯାଉଛି ଖାଇବି ଆଉ। ଖାଇବା ପାଇଁ ଗଲେ ସେତିକି କଥା। ତାପରେ ଦେବ ଭାଇ ଟୁଟୁ ଘନ ଘନ ଫୋନ୍ କଲେ। ମୁଁ ବିଜ୍ଞାନ ସଭା ବର୍ଷାରେ ଥାଏ, ବର୍ଷଣ ମୁଖର ସମୟ, ଯାଇ ହେଉନଥାଏ କୁଆଡ଼େ। ସେଇ ସମୟରେ ତୁମେ ଶୀଘ୍ର ଆସ, ଶୀଘ୍ର ଆସ। ମୁଁ ସେଠୁ ବର୍ଷା ଛାଡ଼ିଲା ପରେ ଗଲି ମେଡ଼ିକାଲରେ ଆଉ ସେ ନାହାନ୍ତି। ଅନୁଷ୍ଠାନ ପ୍ରେମୀ, ଅନୁଷ୍ଠାନ ପ୍ରିୟ, ସେ ପ୍ରଥମେ ଆସନ୍ତି ଆମ ସଭାସ୍ଥଳୀକୁ, ଆମ ମିଟିଂ ଘରକୁ। ସେଦିନ ଦୁଃଖର କଥା, ଆମ ବିଶ୍ୱକର୍ମା ସଭାରେ ଯୋଗଦେବା ପାଇଁ ଆସି ସେ ଆମକୁ ଛାଡ଼ି ଯେଉଁ ରାଇଜର କେହି କେବେ ଫେରନ୍ତିନି, ସେଇଠିକି ଚାଲିଗଲେ। ସେଦିନ ଆମର ଅନୁଷ୍ଠାନ ପାଇଁ କିଛି କର୍ତ୍ତବ୍ୟ ଥିଲା। ଠିକ୍ ତାଙ୍କର ଆଜିର ଏକାଦଶ ଉପଲକ୍ଷେ ଆଜି କୋଣାର୍କ କଲେଜକୁ ଆସିଥିଲେ କଲଚରାଲ ମିନିଷ୍ଟର ସୂର୍ଯ୍ୟବଂଶୀ ଶରୀର। ମୁଁ ଯାଇଥିଲି ସେ ଧର୍ମପଦଙ୍କର ମେମୋରାଣ୍ଡମ୍ ଦେବା ପାଇଁ। ଦେଖନ୍ତୁ, ନକୁର ଲକ୍ଷ୍ୟ ଥିଲା ସଦାବେଳେ ସାରେ ସତରେ ଧର୍ମପଦଙ୍କ ପ୍ରତିମୂର୍ତ୍ତି କୋଣାର୍କ ହେଇପାରିବନି। ନିଶ୍ଚିତ ହେବ, ସେ ଆଶା ଭରସା ରଖ। କିନ୍ତୁ ସେଇ ତାଙ୍କ
ତାଙ୍କରି ଏକାଦଶ ଦିନ ମନ୍ତ୍ରୀ କଲଚରାଲ ମିନିଷ୍ଟର ଆସିଛନ୍ତି କୋଣାର୍କ। ଆଜି ମୁଁ ଦାବିପତ୍ର ଦେଇକରି ଆସିଲି ଏବଂ ମୋ ସହିତ 4-5 ଜଣ ଆମର କୂଳ ଭାଇ ଥିଲେ, ସେମାନେ ଯାଇଥିଲେ ଏବଂ ସେ କହିଲେ ତାଙ୍କର ମୂର୍ତ୍ତିଟି କାଳ୍ପନିକ ମୂର୍ତ୍ତି ହେବ। ମୁଁ କହିଲି କାଳ୍ପନିକ ମୂର୍ତ୍ତି ନିଶ୍ଚିତ ହେବ, ସମସ୍ତେ ତ କହୁଛନ୍ତି, କଲେକ୍ଟର କହୁଛନ୍ତି, ଆପଣ କହୁଛନ୍ତି, ଚିଫ୍ ମିନିଷ୍ଟର କହୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ହେଇନି। ଆମ ଐତିହ୍ୟ ଗୌରବ ସଂସ୍କୃତିକୁ ସବୁଦିନ ପାଇଁ ଉପସ୍ଥାପିତ କରିଥିଲେ ବିଶ୍ୱ ଦରବାରରେ। ଆଜି ତାହା କାର୍ଯ୍ୟକ୍ରମରେ ପରିଣତ ହେବାକୁ ଯାଉଛି। ତ ଏହା ଥିଲା ଲକ୍ଷ୍ୟ ସଦାବେଳେ ନକୁଳର ଆମର କେମିତି ଧର୍ମପଦଙ୍କ ପ୍ରତିମୂର୍ତ୍ତି ହେବ, ଆଉ ସେ ମାର୍ଗ ନାମିତ ହେବ ଧର୍ମପଦ ମାର୍ଗ, ସୂର୍ଯ୍ୟ ମନ୍ଦିର ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ। ଯାହା ହଉ ତାଙ୍କରି ଏକାଦଶ ତିଥିରେ ଆଜି ଆମେ ଦାବିପତ୍ର ଦେଇଛୁ ଏବଂ ମନ୍ତ୍ରୀ ହଁ ବୋଲି କହିଛନ୍ତି। ଗୋଟେ ଛୋଟଗିରି କରିବା, ମୋତେ ନିଜେ କହିଛନ୍ତି 5 ମିନିଟ୍ କଥା ହେଲେ ଛୋଟଗିରି କରିବା, ବଡ଼ଗିରି କଲେ ହୁଏତ ଆମେ ସେ ପ୍ରୋଜେକ୍ଟ ନେଇଥିବା ହୁଏତ ନ ହେଇପାରେ, ତେଣୁ ଛୋଟ ରୂପରେ ଆମେ ତାକୁ ସେ ପ୍ରତିନିଧି କରିବା ବୋଲି ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଥିଲା ମୋର ବନ୍ଧୁ, ମୋର ସାଙ୍ଗର ଲକ୍ଷ୍ୟ। ସେ ଉଦ୍ଦେଶ୍ୟ, ସେ ପ୍ରୟାସ ଆଜି ସଫଳ ରୂପାୟନ ନେବା ପାଇଁ ନେବାକୁ ଯାଉଛି। ତାପରେ ମୁଁ ମୋର ବନ୍ଧୁ ଗଙ୍ଗାଧର ବାବୁଙ୍କୁ କହୁଛି, ସେ ଆମର ସେ କିଛି କୁହନ୍ତୁ। भारत जो आत्मार विनाश नहीं, आज सामने महादेश କିନ୍ତୁ ଆମର ଆତ୍ମା ସବୁବେଳେ ଥାଇ ବୋଲି ଆମ ସହିତ ରହିଥିବ। ଆମେ ଏତିକି ଅନୁରୋଧ କରିବା, ଜଗନ୍ନାଥ ବଳର ପୂଜା କରି ଆସନ୍ତୁ, ତାକୁ ଆମର ଆତ୍ମା ସଦ୍ଗତି କରନ୍ତୁ। ତେବେ ମୁଁ ପରିବେଶ ସ୍ମୃତିଚାରଣ କରିବା ପାଇଁ ଅନୁରୋଧ କରିବି ଦିଲ୍ଲୀପ କୁମାର ପଟ୍ଟନାୟକ, ରିଟାୟାର୍ଡ ଅଫିସର, ପାରାଦୀପ। ନକୁଳ ଓଝାଙ୍କର ଶ୍ରୁତି ସଭାର ମଞ୍ଚାସୀନ ସମସ୍ତ ଅତିଥି ବୃନ୍ଦ, ମୋ ସମ୍ମୁଖରେ ଥିବା ତାଙ୍କର ପରିବାର ଏବଂ ଗ୍ରାମବାସୀ, ତାଙ୍କ ବନ୍ଧୁବାନ୍ଧବ ଏବଂ ଏହି ଅଞ୍ଚଳର ସମସ୍ତ ବିଶ୍ୱକର୍ମା ସମିତିର ସଭ୍ୟ, ଇଏ କେ ସଂଯୋଗ। ମୁଁ ପ୍ରଥମ ଏ ରାସ୍ତା ଦେଇ ଗାଁକୁ ଆସିବା ମୋ ପାଇଁ ପ୍ରଥମ। ଏ ପରିବାର ସାଙ୍ଗରେ ଆମର ଓତପ୍ରୋତ ଭାବେ ଜଡ଼ିତ। ମୋ ବାପା ଥିବା ଅବସ୍ଥାରେ ଏ ପରିବାରର ବିଶ୍ୱକର୍ମା ସଭ୍ୟମାନେ ଆମର ଘରର କାର୍ଯ୍ୟ କୋଇନ୍ସିଡେନ୍ସ ସଦାଶିବ, ସେଥିରେ ମୋର ବିଗତ 6 ମାସ ହେଲା ଦେଖା ହେଲା, ଅନେକ ଦିନ ପରେ, 40 ବର୍ଷ ପରେ। ସେଥିପାଇଁ ମୁଁ ଭିଡ଼ି ହେଇକି ଆସିଲି ଏଠି ତାଙ୍କର ଭାଇଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଦେବାକୁ। ମୋର ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି, କୋଟି କୋଟି ପ୍ରଣାମ ନକୁଳ ଓଝାଙ୍କୁ। ଆଜି ଆପଣମାନଙ୍କର ଆଜି ସମସ୍ତେ ବସିଛନ୍ତି, ମୋର ବିଶେଷ କିଛି କହିବାର ନାହିଁ, ଖାଲି ଭାଇଙ୍କର ଗୋଟେ ଉକ୍ତିକି ଖାଲି ନେଇକି ମୁଁ କହିବି। ଆଜି ସେ ଗୋଟେ ଉତ୍ଥାପନ କରିଲେ କୋଣାର୍କ ଉପରେ, ରହିନାହିଁ କି ରହିବେ ନାହିଁ କି ଭବରଙ୍ଗ ଭୂମି ତଳେ କେହି ରହିବେନି। ଜନ୍ମ ମୃତ୍ୟୁ ଆମ ହାତରେ ନାହିଁ, କିନ୍ତୁ କର୍ମ ମୋ ହାତରେ ଅଛି। ନକୁଳ ବାବୁ ଆମର ଆଭରେଜ ଏଜରୁ 1 ବର୍ଷ ପୂର୍ବରୁ ଚାଲି ଯାଇଛନ୍ତି। ଭାରତର ଲାଇଫ ଷ୍ଟାଇଲ ବର୍ତ୍ତମାନ 70 ବର୍ଷ ଥିଲେ ମଧ୍ୟ 69 ବର୍ଷରେ ତାଙ୍କର ଦେହାନ୍ତ ହେଇଛି। ମୁଁ ସେ କଥାକୁ ଯାଉନାହିଁ। ମୁଁ ଆଜି କୋଣାର୍କ ଅଞ୍ଚଳର ଏଇ ଯେଉଁ ଅଞ୍ଚଳ ମୁଁ ଟଙ୍କା ଦେଇକି ଯେଉଁ ଆସିଲି, ଆଜି ବିଭିନ୍ନ ପ୍ରକାର ବ୍ରିଜରେ ଯେତେବେଳେ ସଦାଶିବ ବାବୁଙ୍କୁ ପଚାରିଲି, ସେ ଗୋଟିଏ ହେଉଛି କୁଶଭଦ୍ରା ନଦୀ। ମୋର ଯାହା ରିସର୍ଚ୍ଚ କହେ, ଏ ଆଗରୁ ଏ ନଦୀ ନଥିଲା, ଏ ପ୍ରାଚୀ ସଭ୍ୟତାର ଅନ୍ୟାନ୍ୟ ନଦୀମାନେ ଥିଲା। ପ୍ରାଚୀ ସଭ୍ୟତା ବହୁତ ଉଚ୍ଚ ଏବଂ ଗଙ୍ଗାଠାରୁ 100
ସୁଗନ୍ଧ ତିଆରି କରି ଭଗବାନ ଶ୍ରୀରାମ ଯାଇଥିଲେ ଶ୍ରୀଲଙ୍କାକୁ। ଆଜି ଏଇ ଯୋଉ ଅଞ୍ଚଳ ଆପଣ ଦେଖୁଛନ୍ତି, ଆପଣଙ୍କର ପ୍ରାଚୀନ ଉତ୍କଳରେ ଜଗବନ୍ଧୁ ସିଂ ଲେଖିକି ଯାଇଛନ୍ତି, ଆପଣମାନେ ପଢ଼ିବେ। ଜଗବନ୍ଧୁ ସିଂ, ଆଜି ମୁଁ ତାଙ୍କୁ ମନେ ପକେଇବାକୁ ଯେ ସେ ନିମାପଡ଼ା ଅଞ୍ଚଳର ଲୋକ, ସେ ମଧୁସୂଦନ ଗୌରବ ମଧୁସୂଦନ ଦାସଙ୍କର ସହଯୋଗୀ ଥିଲେ, ଜୁନିୟର ଓକିଲ ହିସାବରେ ଥିଲେ। ତାଙ୍କ ଘର ନିମାପଡ଼ା ଭୁବନେଶ୍ୱର। ଆଜି ଉତ୍କଳମଣି ଗୋପବନ୍ଧୁଙ୍କର ମଧ୍ୟ ଶ୍ରାଦ୍ଧ ଦିବସ, ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଦଉଛି। ଏଇ ଯୋଉ ପ୍ରାଚୀନ ଉତ୍କଳ ରହିଥିଲା, ଆପଣମାନେ ଜାଣିବେ ଯେ ଏଇ ଅଞ୍ଚଳରେ 18ଟି ଗଡ଼ ଥିଲା। ତା ଦେହରେ ଯିଏ ଶ୍ରେଷ୍ଠ ସ୍ଥାପତ୍ୟ, ମୁଖ୍ୟ ସ୍ଥାପତ୍ୟ ଥିଲେ ସିବି ସାଆନ୍ତରା, ସେ ଥିଲେ ଉପାସଗଡ଼ର। ତା ସାଙ୍ଗରେ ଅନ୍ୟାନ୍ୟ ଗଡ଼, ଆପଣଙ୍କ ଭଉରାଗଡ଼ କହନ୍ତୁ, ମୃଗଶିରା ଗଡ଼ କହନ୍ତୁ, ଗୋଲନ୍ଦା ଗଡ଼ କହନ୍ତୁ, କି ଗଣେଶଗଡ଼ ଗଡ଼ କହନ୍ତୁ, ଏ ସମସ୍ତ